ଜୟ ଜଗନ୍ନାଥ। ତୁଳା ରାଶିର 2026 ଶୁକ୍ରଙ୍କର ରାଶି, ଶୁକ୍ର ଯାହାର ରାଶି ସ୍ୱାମୀ ତୁଳା ରାଶି। ତୁଳା ରାଶି ସୁନ୍ଦର, ଚାକଚକ୍ୟ, ଅତ୍ୟନ୍ତ ମନୋହର, ସବୁବେଳେ ଆଟ୍ରାକ୍ଟ, ଲକ୍ଜୁରୀ ଜିନିଷକୁ, ସୁନା ଗହଣା ପିନ୍ଧିବା, ଭଲ ପୋଷାକ ପିନ୍ଧିବା, ଭଲ ଖାଇବା, ଭଲ ଜାଗାରେ ରହିବା, ଭଲ ସଉକ ମେଣ୍ଟେନ୍ କରିବା, ଗାଡ଼ି ଭଲ ଚଲିବା, ଏସବୁ ଜିନିଷର କାରକ ଆମେ ଆଲୋଚନା କରିବା। ତୁଳା ରାଶି 2026 ମସିହାରେ 2026 ବର୍ଷ କେମିତି କଟିବ ଜୀବନ ତାଙ୍କର। ନିଶ୍ଚିତ ଭାବରେ ତୁଳା ରାଶି ଦେଖନ୍ତୁ, ଶୁକ୍ରଙ୍କର ରାଶି ଯେହେତୁ ଆପଣଙ୍କର ରାଶି ସ୍ୱାମୀ ଶୁକ୍ର, ଆପଣ ନିଶ୍ଚିତ ଭାବରେ ନା ପ୍ରଥମେ ଆପଣଙ୍କର ଶୁକ୍ର ଯେଉଁଠି ବସିଛନ୍ତି ଆପଣ ସେଇଟା ମଜବୁତ। ଏଇ ବର୍ଷ ବେସିକାଲି ଯଦି କହିବା 2026 ନିଶ୍ଚିତ ଭାବେ ଅତ୍ୟଧିକ ଶୁକ୍ର ଆକ୍ଟିଭ୍ ହେଇକି ରହିବେ। ଦେଖନ୍ତୁ ପ୍ରଥମ ଚାର୍ଟ ଆପଣଙ୍କର, ଆପଣ ଦେଖନ୍ତୁ ଆପଣଙ୍କର ଲଗ୍ନ ଭାବରେ 7th ଲେଖା ଅଛି, ତାପରେ 8 ଲେଖା ଅଛି। ଗୋଟେ ବଢ଼ିଆ ଜିନିଷ ଆମେ ଦେଖୁଛୁ ଏଇଠୁ। ଆପଣଙ୍କ ସ୍ୱାସ୍ଥ୍ୟ କଥା ଯଦି ଆଲୋଚନା କରିବା ଆମେ ଏଇ ବର୍ଷ ଆପଣଙ୍କର ସ୍ୱାସ୍ଥ୍ୟ ନା ଆପଣ ଆକ୍ଟିଭ୍ ହେଇଯିବେ। ଆପଣଙ୍କ ଦେହ ଦେଖିବା ପାଇଁ, ଦେହର ଯଦି ଛୋଟ ପ୍ରୋବ୍ଲେମ୍ ବି ହେବ ଆପଣ ସର୍ବଦା ଦେଖିବେ। ଏ ବର୍ଷ ମାନେ ଡକ୍ଟରକୁ ଯାଇକି ହଠାତ୍ କି ଦେଖିବେ, ହଠାତ୍ କି ବ୍ଲଡ଼ ଟେଷ୍ଟ କରିବେ, ଏଇସବୁ ଜିନିଷ ଗୁଡ଼ାକ ରହିବ ଆପଣଙ୍କ ହେଲ୍ଥ ରିଲେଟେଡ଼। ଏଇଥର ଇସ୍ୟୁ ଯଦି ଦେଖିବାକୁ ଆମେ ଯିବା, ଛୋଟ ମୋଟ ବ୍ଲଡ଼ ରିଲେଟେଡ଼ ଇସ୍ୟୁ ଅଛି, ନିଶ୍ଚିତ ଭାବରେ ଅଛି। ହେଲେ ଆପଣମାନେ ଗତ ବର୍ଷ ଅର୍ଥାତ୍ ପୂର୍ବ ବର୍ଷ ଭଳିଆ ସ୍ୱାସ୍ଥ୍ୟ ସମସ୍ୟା, ଥଣ୍ଡା ଜନିତ ସମସ୍ୟା ଏଇ ବର୍ଷ ଏତେଟା ଦେଖାଯାଉନି। ଧନ ଘର କଥା କହିବା, ମଙ୍ଗଳ ବସିଛନ୍ତି, ଧନ ଘର ଆପଣଙ୍କର ବହୁତ ଷ୍ଟ୍ରଙ୍ଗ। ଶୁକ୍ର, ମଙ୍ଗଳ, ବୁଧ, ଶୁକ୍ର ଯେଉଁ ଚତୁର୍ଥ ଜ୍ୟୋତି ମାନେ ଚତୁର୍ବର୍ଗୀ ଜ୍ୟୋତି ଯେଉଁଟା ହେଇଛି, ଦେଖନ୍ତୁ ସୂର୍ଯ୍ୟ, ମଙ୍ଗଳ, ବୁଧ, ଶୁକ୍ର ଯେଉଁ ଜ୍ୟୋତି କରିଛନ୍ତି, କଞ୍ଜକ୍ଟ ହେଇକି ଅଛନ୍ତି, ନିଶ୍ଚିତ ଭାବରେ ଆପଣଙ୍କର ଏଥର ଅର୍ଥ ଉପରେ ଆପଣ ଗୋଟେ ସେଇ ଆଗ୍ରେସିଭଲି ପରାକ୍ରମ ଭାବଟା ଏଥର ଆପଣଙ୍କର ବହୁତ ବଢ଼ିଆ। ଆପଣ ପରାକ୍ରମୀ ହେଇଯିବେ ନିଶ୍ଚିତ ଭାବରେ। ଆପଣ ସବୁବେଳେ ଚାହିଁବେ କେମିତି କ'ଣ ଆପଣ ଇନକମ୍ କରିବେ, ଭଲ କି ଇନକମ୍ କରିବେ, ମୋଟା ରକମର ଇନକମ୍ କରିବେ। ଆଉ ଆମେ ଦେଖିବା 4th ହାଉସ୍ରେ ଶନିଦେବଙ୍କର ରାଶି ଯେହେତୁ ଅଛି, ଆପଣଙ୍କ ଘରେ ଦେଖିବେ କିଛି ମାଙ୍ଗଳିକ କାର୍ଯ୍ୟ ହେବ, ଘରେ ଆପଣ ଷ୍ଟ୍ରିକ୍ଟ ହେଇଯିବେ ଓ ଆପଣଙ୍କ ମାଆଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ଆପଣ ଯତ୍ନବାନ ହେବା ଉଚିତ। ନିଶ୍ଚିତ ଭାବରେ ଆପଣଙ୍କ ସନ୍ତାନୀ ଏବଂ ଆପଣଙ୍କର ପଞ୍ଚମ ଭାଗ ଯଦି ଆଲୋଚନା କରିବା, ରାହୁ ଅଛନ୍ତି, ତ ଆପଣଙ୍କର ପିଲାପିଲି ଯେଉଁମାନେ ଅଛନ୍ତି ନିଶ୍ଚିତ ଭାବରେ ସେମାନେ ଚଗଲା ଦୁଷ୍ଟ ହୋଇପାରନ୍ତି। ସେସବୁ କଥା ଅଲଗା କଥା। ଆମେ ଚାକିରି କଥାଟା ଆଲୋଚନା କରିବା, ଯେଉଁଟା ଇମ୍ପୋର୍ଟାଣ୍ଟ କଥା। ଦେଖନ୍ତୁ ତୁଳା ରାଶିର ବନ୍ଧୁଗଣ, 6ଠ ଘରେ ଶନି ବସିଛନ୍ତି, ଜବ୍ ହାଉସ୍ରେ ଯଦି ବିଚାର କରିବା, ଆପଣ ଏଇ ବର୍ଷ ଯଦି କୌଣସି ଟେକ୍ନୋଲୋଜି ଜନିତ ଚାକିରି ଚାହୁଁଛନ୍ତି, ଟେକ୍ନିକାଲି ଯଦି ଆପଣ ଷ୍ଟ୍ରଙ୍ଗ ଅଛନ୍ତି, ନିଶ୍ଚିତ ଭାବରେ ଆପଣମାନେ ଷ୍ଟିଲ୍ ହଉ, ପ୍ଲାଣ୍ଟ ହଉ, ଏସବୁ ଜିନିଷରେ ଚାକିରି କରିବାକୁ ଚାହିଁଛନ୍ତି, ଆପଣ ନିଶ୍ଚିତ ଭାବରେ ଏଇ ବର୍ଷ ଆପଣ ଚାକିରି ଥୁଆ। କାହିଁକିନା ଏଇ ବର୍ଷ ଯଦି ଆପଣ ସେଇଭଳିଆ କର୍ମ କରି ଆପଣମାନେ ସେଇଭଳିଆ ଗୋଟେ ର ମେଟେରିଆଲ ଜିନିଷରେ ଚାକିରି କରିବାକୁ ଚାହୁଁଛନ୍ତି, ଏଇଟା ହେଉଛି ଆପଣଙ୍କମାନଙ୍କର ସୁବିଧା ସୁଯୋଗ ଥାଏ। ଚାର୍ଟ ଆପଣଙ୍କୁ ଯାହା କହୁଛି, ରଡ଼ ଷ୍ଟିଲ୍ କମ୍ପାନୀ ହେଉ, ଗୋଟେ ମ୍ୟାନୁଫ୍ୟାକ୍ଚର କମ୍ପାନୀ ହେଉ, ଏଇସବୁ କମ୍ପାନୀରେ ଯଦି ଆପଣ ପ୍ରାଇଭେଟ୍ କମ୍ପାନୀ କଥା ମୁଁ କହୁଛି, ଗଭର୍ଣ୍ଣମେଣ୍ଟ କଥା କହୁଛି, ତ ପ୍ରାଇଭେଟ୍ ଜବ୍ ଆଉ ମୋଟା ରକମର ଦରମା ସଫ୍ଟୱେୟାରରେ ବି ଯଦି ଆମେ ଆଲୋଚନା କରିବା, ନିଶ୍ଚିତ ଭାବରେ ଏଇ ବର୍ଷ ପାଇଁ ବହୁତ ବଢ଼ିଆ। ଗଭର୍ଣ୍ଣମେଣ୍ଟ ଜବ୍ କଥା କହିବା, ଗଭର୍ଣ୍ଣମେଣ୍ଟ ଜବ୍ ଫେବୃଆରୀ ପରେ ଆପଣମାନଙ୍କ ପାଇଁ ଭଲ। ନିଶ୍ଚିତ ଭାବରେ ଚାକିରି କ୍ଷେତ୍ର ପାଇଁ ବହୁତ ବଢ଼ିଆ ଏଥର। ଆମେ ଯଦି ବିବାହଘର ବା ଆମେ ପାର୍ଟନରସିପ୍ କଥା ଆଲୋଚନା କରିବା, ପାର୍ଟନରସିପ୍ କଥା ଏଥର ଟିକେ ଆଲୋଚନା କଲେ ଆମେ ଠିକ୍ ଅଛି। ହେଲେ କିଛି ନା କିଛି ରାଗ, ଯେଉଁ ଗୋଟେ ପତି ପତ୍ନୀଙ୍କ ଉପରେ ରାଗ, ଏଇସବୁ ଜିନିଷ ରହିବ। ଆଉ ଦେଖିବେ ପତିଙ୍କ ପାଇଁ ଝିଅଙ୍କ ମାନେ ଗୋଟେ ପୁଅର ପାଇଁ ଝିଅର ବାପା ମା', ଝିଅ ପାଇଁ ପୁଅର ବାପା ମା', ନିଶ୍ଚିତ ଭାବେ ତାଙ୍କ ଭିତରେ ମନ ମତାନ୍ତର ଟିକେ ରହିବ। ତ ଆମେ ଗୋଟେ ଆଲୋଚନା କରିବା, ବୃହସ୍ପତି ବକ୍ରୀ, ଯେଉଁ ବୃହସ୍ପତି ଯେଉଁ ମାନେ ଅତିଚାରୀ ହେଇକି ବସିଛନ୍ତି, ପୁଣି ବୃହସ୍ପତି ଦେଖନ୍ତୁ ଆପଣ ନବମ ମାନେ ଘରେ ବୁଧଙ୍କ ରାଶିରେ, ତ ଦେଖିବେ ଆପଣଙ୍କର ଭାଗ୍ୟ ଉଦୟର ବି ଟାଇମ୍ ଏଇଟା ବହୁତ ବଢ଼ିଆ ଅଛି। ଆପଣଙ୍କ ବିଜନେସ୍ କଥା ଯଦି ଆଲୋଚନା କରିବା, ବିଜନେସ୍ ବି ବଢ଼ିଆ ଅଛି, କିନ୍ତୁ ଆପଣଙ୍କର ମନର ଯେଉଁ ଇଚ୍ଛା ଅଛି ଏ ବର୍ଷ ଆପଣ ଏଇଟା କରିବେ ସେଇଟା କରିବେ, ଏଇଟା ଟିକେ ଲେଟ୍ ହେବ ଆପଣଙ୍କର। ନିଶ୍ଚିତ ଭାବରେ ଏଇଟା ଆପଣଙ୍କର ଟିକେ ଲେଟ୍ ହେବ, ନଚେତ୍ ଆପଣଙ୍କର ଦେଖିବେ ଏ ବର୍ଷ ବହୁତ ହିଁ ଗୋଟେ ଷ୍ଟ୍ରଙ୍ଗଲି ପରାକ୍ରମୀ ହେଇ ଆପଣ ଯେଉଁଟା କରିବାକୁ ଚାହୁଁନଥିଲେ ଏ ବର୍ଷ କରିବେ, ଆପଣ କରିବାକୁ ଚେଷ୍ଟା କରିବେ ଏବଂ କରିବେ, ସଫଳତା
ନିଶ୍ଚିତ ପାଇବେ। ଟିକେ ଲେଟ୍ ହେଇପାରେ କିନ୍ତୁ ସଫଳତା ନିଶ୍ଚିତ ପାଇବେ। ତ ଏଇଭଳିଆ 2024ର ଜାତକ ଯଦି ଆମେ ଦେଖିବା ଏଇଭଳିଆ, ତ ଆମେ ପୁଣି ଆଲୋଚନା କରିବା ମନ୍ଥଲି ଯେଉଁ ପ୍ରେଡ଼ିକ୍ସନ୍ ଆମେ ଆଲୋଚନା କରିବା, କମ୍ପ୍ଲିଟଲି କଥା ହେବା ତୁଳା ବିଷୟରେ। ଜୟ ଜଗନ୍ନାଥ।